अरे काहे वो कथा सुन रहा था मैं अरे कौन है इतना बड़ा तभी काहे की वो कथा सुन रहा उठो बाबा हे का भाग्य की दिला नहीं आखिर तारा लुहा सुखी नहीं बैर सची दुनिया कांदिना श्मशान बसी कांदुची हाँ अरे किए बसी कांदुछ अरे किए कहा कंठ स्वर आसी मो कर्ण पद होउछि अरे मो कथा ताकू सबुछि ना नहीं किए अरे किए कांदुछ हाँ अरे किए कांदुछ अरे मो कथा ताकू सबुछि ना नहीं हाँ सुनसान राती दीदीटा सब सब पाखरे पुणी बसी कांदुची गोटे कुंवारी झियो हेलो ए झियो हे अरे तू को जानिनु राती रे कुटिया श्मशान को झियो पिला शिवा मना बोली हाँ अच्छा कहीं शिक्षु कहीं के श्मशान को शिक्षु अरे कौन है तोर अरे तू कंदु छु कहीं की हाँ कति बछड़ा मो जीवन रे आउ किछि नाही बाबू मो जीवन रे आउ छड़ा तो जीवन रे आउ किछि नाही अरे कौन है तोर हाँ कहीं की कंदु छु तू सिना कहिले मु जानिबी कौन है तोर कहीं की तू कंदु छु हाँ तबे चली जा बाबू सिरा के मो बाबा को मारी देले बाबू
ମାରିଦେଲେ ମୋ ବାବା ମାରିଦେଲେ ମୋ ବାବା। କଣ କହିଲୁ ତୁ? ତୋ ବାବା ମାଙ୍କୁ କେହି ଜଣେ ମାରିଦେଲା? ଆରେ 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 ତୋ ସାଙ୍ଗରେ ତ ବହୁତ ଭୁଲ କାମ ହେଇଛି। ହେଲେ କଣ କରିବାର ଝିଅ? ଏ ଦୁନିଆରେ ଜନ୍ମ ମୃତ୍ୟୁ ସଦା ସର୍ବଦା ଲାଗି ରହିଛି। ଏ ଦୁନିଆକୁ ଥରେ ଯିଏ ଆସିଥାଏ ତାକୁ ଦିନେ ନା ଦିନେ ପୁନର୍ବାର ଏଇ ଦୁନିଆରୁ ଯିବାକୁ ହିଁ ପଡ଼ିଥାଏ। କାହିଁକି ନା ଏ ଦୁନିଆରେ ପ୍ରତ୍ୟେକ ମନୁଷ୍ୟକୁ ଦିନେ ନା ଦିନେ ଜଗତ ସୁନ୍ଦରୀକୁ ହିଁ ବରଣ କରିବାକୁ ପଡ଼ିଥାଏ ଲୋ ଝିଅ। ଏଥିରେ କାନ୍ଦିବାର କିଛି ଆବଶ୍ୟକ ନାହିଁ। ଠିକ୍ ଅଛି ଯାହାକି ତୋ ବାପା ମାଙ୍କ ସହିତ ହୋଇଛି। କାହିଁ କାନ୍ଦୁଛୁ ଲୋ ମା? କାନ୍ଦିନି କାନ୍ଦିନି କାନ୍ଦିନି। କାହିଁକି ନା ଜନ୍ମ ମୃତ୍ୟୁ ହେଉଛି ଏଇ ଦୁନିଆର ଗୋଟେ ନିୟମ। ବାବୁ ବାବୁ ତମେ ତମେ ଗୋଟେ କଥା ଜାଣିଛ ବାବୁ? ମୋ ବାବା ମାଙ୍କ ଛଡା ମୋର ଏଇ ଦୁନିଆରେ କେହି ନାହାନ୍ତି। କେହି ନାହାନ୍ତି ମୋର ଏଇ ଦୁନିଆରେ। କଣ କହିଲୁ ତୁ? ତୋ ବାବା ମାଙ୍କ ଛଡା ତୋର ଏଇ ଦୁନିଆରେ ଆଉ କେହି ନାହାନ୍ତି? ମୋ ବାବା ମାଙ୍କ ଛଡା ମୋର ମୋର ଏଇ ଦୁନିଆରେ କେହି ନାହାନ୍ତି ବାବୁ। ତାମାନେ ଶବଦାହ କରିବା ପାଇଁ ତୁ ଏକାକୀ ଏଇ ଶ୍ମଶାନକୁ ଆସିଛୁ? ହେଲେ ହେଲେ ଏ ସବତିଟା ମତେ କେଉଁଆଡେ ଧରି ମୁଁ ଚାଲିବି? ଏ ସବତିଟା ମତେ କେଉଁଆଡେ ଧରି ଚାଲିବି? ଏ ସବତିଟାକୁ ଆରେ ତୁ କାହିଁକି ଚିନ୍ତା କରୁଛୁ? ହେଲେ ତୋ ପାଖରେ ପରା ଏଇ ପବନ ଚଣ୍ଡାଳ ଉପସ୍ଥିତ ଅଛି। ତୁ ଠିକ୍ ଜାଗାରେ ଆସି ପହଞ୍ଚି ଯାଇଛୁ ରେ ଝିଅ। ଆରେ ତୋର କେହି ନଥିଲେ କଣ ହେଲା? ଏଇ ପବନ ଚଣ୍ଡାଳ ତତେ ତୋ ବାବା ମାଙ୍କ ଶବ ପୋଡ଼ିବାରେ ସାହାଯ୍ୟ କରିବ। ତମେ କଣ କହିଲ ବାବୁ? ତମେ ମୋ ବାବା ମାଙ୍କର ଶବଦାହ କରିଦେବ? ତମର ଭଗବାନ ତମର ମଙ୍ଗଳ କରିବେ ବାବୁ। ଶବଦାହ କରିବା ପରା ହେଉଛି ଏଇ ପବନ ଚଣ୍ଡାଳର ନୀତିଗତ ପେଶା। ତେବେ ଆସନ୍ତୁ ବାବୁ, ମୋ ବାବା ମାଙ୍କର ଶବ ସତ୍କାର କରିବା। ଆସନ୍ତୁ ବାବୁ। ହେଲେ ତୁ ସାଙ୍ଗରେ କଉଡ଼ି ଆଣିଛୁ ତ? କଉଡ଼ି? କଉଡ଼ି ତୁମେ କଣ କରିବ ବାବୁ? କଉଡ଼ି ତୁମେ କଣ କରିବ? ହ୍ୟାଲୋ ଏ ଝିଅ, ଏଇ ଶ୍ମଶାନର ଗୋଟେ ନିୟମ ଅଛି। ଏଇ ସଂସାନରେ ଶବଦାହ କରିବା ମନୁଷ୍ୟକୁ କିଛି ନା କିଛି କଉଡ଼ି ଦବାକୁ ପଡ଼ିଥାଏ। ଏ ହେଉଛି ଏଇ ଶ୍ମଶାନର ନିୟମ। ହେଲେ ବାବୁ ଆଉ ଗୋଟେ କଥା ତମେ ଜାଣିଛ ବାବୁ? ମୋ ବାବା ନା, ମୋ ବାବା ଭିକ୍ଷା ମାଗିଥିଲେ ଆମ ଘର ଚଳୁଥିଲା ବାବୁ। ଆଉ ଆଜି ତ ମୋ ବାବା ମାଙ୍କୁ ମୁଁ ହରେଇ ଦେଇଛି। ମୋ ଜୀବନର ସବୁଠୁ ଅମୂଲ୍ୟ ସମ୍ପଦକୁ ମୁଁ ହରେଇ ଦେଇଛି। ମୁଁ କଉଡ଼ି କୋଉଠୁ ଆଣିବି ବାବୁ? କଉଡ଼ି ମୁଁ କୋଉଠୁ ଆଣିବି? ମୁଁ ତୁମକୁ ହାତ ଯୋଡ଼ି ଲେଖୁନା ହେଉଛି ବାବୁ, ଦୟାକରି ମୋ ବାବା ମାଙ୍କର ଶବ ସତ୍କାର କରିଦିଅ ବାବୁ। ତାମାନେ ତୁ କଉଡ଼ି ଆଣିନୁ? ହେଲେ ବିନା କଉଡ଼ିରେ ତ ମୁଁ ତତେ କିଛି ସାହାଯ୍ୟ କରିପାରିବିନି। ନାଇଁଲୋ ଝିଅ, ଏଇ ଶ୍ମଶାନର ଗୋଟେ ନିୟମ ଅଛି। ସେଇ ନିୟମରେ ବନ୍ଧା ପରା ହେଉଛି ଏଇ ପବନ ଚଣ୍ଡାଳ। ତମେ ମନେ କରିନି ବାବୁ? ନାଇଁଲୋ ଝିଅ, ବିନା କଉଡ଼ିରେ ମୁଁ ତତେ କିଛି ବି ସାହାଯ୍ୟ କରିପାରିବିନି। କିଛି ବି ସାହାଯ୍ୟ କରିପାରିବିନି। ଏ ବାବୁ ମୁଁ ତୁମକୁ ହାତ ଯୋଡ଼ି ନେଉରେ ହେଇଛି ବାବୁ। ପାରୁଛ ଯଦି ଏ ଜୀବନଟା ନେଇଯାଅ ପଛେ, ହେଲେ ମୋ ବାବା ମାଙ୍କର ଶବ ସତ୍କାର କରିଦିଅ ବାବୁ। ମୋ ବାବା ମାଙ୍କର ଶବ ସତ୍କାର କରିଦିଅ। ଆଲୋ ହେଇ
আরে তো জীবনটাকু নেই এই পবনা চণ্ডাল কোন করিব আলো ଆଉ ଗୋଟେ ଉପାୟ ଅଛି ତୁ ଯଦି ମୋ ପ୍ରସ୍ତାବରେ ରାଜି ହେବୁ ତେବେ ମୁଁ ତ ବାବା ମାଙ୍କର ଶବଦାହ କରିଦେବି କଣ କହିଲ ମୁଁ ତୁମ ପ୍ରସ୍ତାବରେ ରାଜି ହେଲେ ମୋ ବାବା ମାଙ୍କର ସବୁ ସତ୍କାର କରିଦେବି ନିଶ୍ଚୟ 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 ମୁଁ ତୁମ ପ୍ରସ୍ତାବରେ ରାଜି ହେବି ବାବୁ କୁହ ମୋତେ କଣ କରିବାକୁ ପଡ଼ିବ କୁହ ବାବୁ ତୁମ କଥା ରଖିବୁ ଟି ହଁ ବାବୁ ମୁଁ ତମ କଥା ନିଶ୍ଚୟ ରଖିବି ସତରେ ମୋ କଥା ରଖିବୁ ଆଲୋ ଏ ଝିଅ ତୋ ପାଖରେ ପରା କଉଡ଼ି ନଥିଲେ କଣ ହେଲା ତୋ ପାଖରେ ପରା ଗୋଟେ ବଢିଆ ଜିନିଷଟି ଅଛି ସେଇ ଜିନିଷଟାକୁ ତୁ ଯଦି ମତେ ଦେଇଦବୁ ମତେ ଖୁସିର ସହିତ ତୋ ବାବା ମାଙ୍କର ସବଦା କରିଦେବି ଆଉ କଣ ମୋ ପାଖରେ ପୁଣି କଣ ଅଛି ବାବୁ କୁହ ବାବୁ ତୋ ପାଖରେ ଗୋଟେ ବଢିଆ ଜିନିଷଟି ଅଛି ପରା ମୁଁ ନିଶ୍ଚୟ ତୁମକୁ ଦେଇଦେବି ଦବୁଟି କୁହ ବାବୁ ହଁ ବାବୁ ଦବୁ ଦେବି ବାବୁ ଆଲୋ ଚିନ୍ତା କାହିଁ କରୁଛୁ ତୁ ଏତେ ସୁନ୍ଦର ଗୁଲୁଗୁଲିଆ ଦେହଟେ ତୋ ପାଖରେ ଥାଉ ଥାଉ ଏଇ ଭୁବନ ଚଣ୍ଡଳର କଉଡ଼ିର କଣ ଆବଶ୍ୟକ ମ ଦେହ ଏ ଦେହଟାକୁ ନେଇ ତମେ କଣ କରିବ ବାବୁ ତମେ ଏସବୁ କଥା କଣ କହୁଛ ମୁଁ ତମ କଥା କିଛି ବି ବୁଝିପାରୁନି ମୁଁ ତମ କଥା ଆହୁରି ବୁଝିପାରୁନୁ ତତେ ଆହୁରି ଖୋଲିକି କହିବାକୁ ପଡିବ ମୁଁ କହୁଥିଲି କି ତୋର ଏଇ ଯୋଉ ସୁନ୍ଦର ଗୁଲୁଗୁଲିଆ ଦେହଟାକୁ ତୁ ଧରେ ବୁଲୁଛୁ ଏଇ ଦେହଟାକୁ ମୁଁ ଟିକେ ତୋ ବାବା ମାଙ୍କର ଶବଦାହ କରିବା ପ୍ରତିବଦଳରେ ଉପଭୋଗ କରିବାକୁ ଚାହେଁ ତମେ କଣ କହୁଛ ବାବୁ ତମେ ଏପରି ପାପ କଥା କୁହନି ବାବୁ ମୁଁ ତମ କଥାରେ ରାଜି ହେଇପାରିବିନି ବାବୁ ମୁଁ ତମ ପ୍ରସ୍ତାବରେ ରାଜି ହେଇପାରିବିନି ମୋ ସମୟ ନଷ୍ଟ ନ କରି ଯେତେ ଶୀଘ୍ର ପାରୁଛୁ ବାକି ସାମ୍ନାରେ ଚାଲିଯା ତ ବାବା ମାଙ୍କର ଶବ ନେଇ ଏଠୁ ତୁ ଯଦି ମୋ ପ୍ରସ୍ତାବରେ ରାଜି ନୁହେଁ